ସଂସାଇଲ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବିଭିନ୍ନ ସାମଗ୍ରୀ ଚୋରି ଥାନାର ଅଭିଯୋଗ। ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ସୁକିନ୍ଦା ଥାନାରେ ସ୍ଥାନୀୟ ବାସିନ୍ଦାମାନେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସଂସାଇଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମ ତଥା ଟାଟା କଲୋନୀ ବାସିନ୍ଦା କୁଞ୍ଜବିହାରୀ ମହାନ୍ତ, ଅରାସାହି ବାସିନ୍ଦା ଶରତ ମହାନ୍ତ, ନୂଆସାହି ବାସିନ୍ଦା ନାରାୟଣ ମହାନ୍ତ, ପାତ୍ରମରା ବାସିନ୍ଦା ରବୀନ୍ଦ୍ର ମହାନ୍ତ, ସ୍ଥାନୀୟ ବାସିନ୍ଦା ଶଙ୍କର୍ଷଣ ମହାନ୍ତ, ରୁକ୍ମଣୀ ମହାନ୍ତ, ଦ୍ରୌପଦୀ ମହାନ୍ତ, ରଇଦାସ ମହାନ୍ତ ଶନିବାର ଦିବା 1 ଘଟିକା ସମୟରେ ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ସୁକିନ୍ଦା ପୋଲିସ ଏହି ଚୋରି ଘଟଣାରେ ସନ୍ଦେହ କରି ସଂସାଇଲ ବାସିନ୍ଦା ଜଣେ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱ ମଙ୍ଗଳ ସେଠୀ।